ଯେମିତି ଭାବରେ ବର୍ଷା ପାଗ ଦେଇଛି, ଏଇ ପାଗକୁ ଖାଲି ଚଟପଟା କିଛି ନମକିନ୍ ବାଲା ଖାଇବାକୁ ଇଚ୍ଛା ହଉଛି। ଆଉ ଏଇ ପାଗକୁ ଯଦି ଏମିତି ମିନି ସିଙ୍ଗଡ଼ା ହେଇଗଲା, ତାହେଲେ ତ ଖାଇବାଟା ପୁରା ଜମିଗଲା ଆଉ। ଆଜି ଆମେ ଘରେ ବନିବାକୁ ଯାଉଛି ମିନି ସିଙ୍ଗଡ଼ା। ପ୍ରଥମେ ଦେଖନ୍ତୁ, ମୁଁ 2 କପ୍ ନେଇଛି ମଇଦା। ସେଥିରେ ପକେଇ ଦେଇଛି 1 ଚାମଚ ଅଏଲ୍। ତା ସହିତ ଏଇଠି କଳା ଜିରା, ସ୍ୱାଦ ଅନୁସାରେ ଲୁଣ ଟିକେ ପକେଇକି ତାକୁ ଭଲ ଭାବରେ ଆମେ ଏମିତି ଗୋଳେଇ ନେବା, ଯେମିତି ହାତରେ ମୁଠା କଲେ ସେ ମୁଠା ହେଇଯିବ। ତାପରେ ଅଳ୍ପ ଅଳ୍ପ ପାଣି ଦେଇକି ତାକୁ ଏମିତି ଗୋଟେ ହାର୍ଡ଼ ଡୋଟେ ପ୍ରସ୍ତୁତ କରିନେବା। ଏଇଠି ଆଉ ଗୋଟେ କଡ଼େଇ ଗରମ କରିନେବା। ସେଥିରେ ନେବା ତେଲ, ସେଥିରେ ପକେଇବା କଟା କଞ୍ଚା ଲଙ୍କା ଆଉ ଅଦା କଟା ପକେଇବା, କଟା ଚୁନା ଚୁନା ପିଆଜ ପକେଇବା। ତା ସହିତ ଏଇଠି ମସଲା ଦେଖିପାରୁଥିବେ, ସବୁ ପ୍ରକାର ମସଲାରୁ ମୁଁ ନେଇଛି। ତା ସହିତ ସ୍ୱାଦ ଅନୁସାରେ ଲୁଣ, ଆଉ ଏଇଠି ଟିକେ ଚାଟ୍ ମସଲା ମଧ୍ୟ ପକେଇଛି। ସବୁ ଗୁଡ଼ାକ ମସଲା ପକେଇକି ଏଇଠି ସିଝା ଆଳୁ ସହିତ ସିଝା ମଟର ଆଉ କିଛି ଭଜା ବାଦାମ ପକେଇକି ଗୋଟେ ମସଲା ପ୍ରସ୍ତୁତ କରିନେଲି, ଯେଉଁଟାକି ଆମର ସିଙ୍ଗଡ଼ା ଭିତରେ ଦିଆଯିବ। ତାପରେ ଦେଖନ୍ତୁ, ଯେଉଁ ଡୋଟା ପ୍ରସ୍ତୁତ କରିଥିଲି ତାକୁ ଏମିତି ଛୋଟ ଛୋଟ ଗୋଲା କରିଦେଲି। ତାପରେ ରୁଟି ସେପ୍ରେ ତାକୁ ବେଲି ଦେଲି। ତାକୁ ଏମିତି ମଝିର କାଟିଦେଲି। ତାପରେ ଦେଖନ୍ତୁ, ପାନ ମୁଡ଼ିଲା ଭଳିଆ ମୋଡ଼ିକି ତା ଭିତରେ ଆଳୁ ମସଲା ଦେଇକି ସାଇଡ଼ରେ ଟିକେ ପାଣି ଲଗେଇକି ତାକୁ ସେଟ୍ କରିକି ବନେଇଦେଲି ମିନି ମିନି ସିଙ୍ଗଡ଼ା। ଏଇଠି ଦେଖନ୍ତୁ, ସବୁ ଗୁଡ଼ା ସିଙ୍ଗଡ଼ା ମୁଁ ବନେଇ ନେଇଛି। ଆଉ ସବୁ ଗୁଡ଼ାକ ପ୍ରସ୍ତୁତ ହେଇସାରିଲା ପରେ, ଯେହେତୁ ସନ୍ଧ୍ୟା ଟାଇମ୍ରେ ବନେଇବାର ଥିଲା, ତାକୁ ମୁଁ କିଛି ସମୟ ପାଇଁ ଫ୍ରିଜ୍ରେ ରଖିଦେଇଥିଲି। ତାପରେ ଏପଟେ ଆଉ ଗୋଟେ କଡ଼େଇରେ ଆମେ ନେଇଯିବା ତେଲ। ଆଉ ତେଲ ଏମିତି ଉଷୁମ ହେଇଥିବ, ମାନେ ହାତ ବୁଡ଼େଇଲେ ଯେମିତି ବୁଡ଼େଇ ହେଉଥିବ, ସେମିତି ତେଲରେ ସିଙ୍ଗଡ଼ା ଗୁଡ଼ାକ ପକେଇଦେବା। ସିଏ ଆପେ ଆପେ ସିଙ୍ଗଡ଼ା ଗୁଡ଼ାକ ଉପରକୁ ଉଠିବ। ତାପରେ ଦେଖନ୍ତୁ, ପୁରା ଗୋଲ୍ଡେନ୍ କଲର୍ ହେବା ପର୍ଯ୍ୟନ୍ତ ଛାଣି ନେବା। ରେଡ଼ି ହେଇଯିବ ଆମର ମିନି ମିନି ସିଙ୍ଗଡ଼ା। ଜୟ ଜଗନ୍ନାଥ।